ମୋ ଝିଅ ପୁଣି ମତେ ପଡି ଯାଇକି ମଲା କି କଷ୍ଟରେ ଦେଖୁଛନ୍ତି ଆପଣ ମାନେ ଝିଅକୁ ପୋଡି ଯାଇଛନ୍ତି ସବୁବେଳେ ଯୌତୁକ ନିର୍ଯାତନା ଦଉଥିଲେ ପୋଡି ଯାଇଛନ୍ତି ସବୁବେଳେ ନାଇଁ। ସାଲେପୁରରେ ପାରିବାରିକ କଳହର କୁପରିଣତି ପୋଡ଼ି ହୋଇ ଚାଲିଗଲା ମା ଝିଅଙ୍କ ଜୀବନ। ସାଲେପୁରରେ ପାରିବାରିକ କଳହର କୁପରିଣତି ପୋଡ଼ି ହୋଇ ଚାଲିଗଲା ମା ଝିଅଙ୍କ ଜୀବନ। ଝିଅର ବାପ ଘର ଲୋକେ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ। ଜଗତପୁର ଥାନାରେ ଦେଲେ ଏତଲା। ସାଲେପୁର ଆସୁଛି ଅଭାବନୀୟ ଦୃଶ୍ୟ, ଯାହାକୁ ଶୁଣିଲେ କି ଦେଖିଲେ ଆପଣ ବି ଧୈର୍ଯ୍ୟ ଧରି ପାରିବେ ନାହିଁ। ଘଟଣାରୁ ପ୍ରକାଶ ସାଲେପୁର ବ୍ଲକ ସୌରୀ ପଞ୍ଚାୟତର ସୌରୀ ଗ୍ରାମର ସୁଚିସ୍ମିତା ମହାନ୍ତି ଅତଡ଼ା ଗ୍ରାମର ଶୁଭରଞ୍ଜନ ଲେଙ୍କାଙ୍କୁ ବିବାହ କରିଥିଲେ। ସୁରୁଖୁରୁରେ ଚାଲୁଥିଲା ଦାମ୍ପତ୍ୟ ଜୀବନ। ହେଲେ ପାରିବାରିକ କଳହରୁ ଆଜି ଅକାଳରେ ଝଡ଼ିଛି ନିଷ୍ପାପ ସେ ଶିଶୁ ଓ ମା'ର ଜୀବନ। ଗତକାଲି ପୋଡ଼ି ହେବା ପରେ ଜଗତପୁରର ଏକ ଘରୋଇ ନର୍ସିଂ ହୋମ୍ରେ ଦୁହିଁଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ପ୍ରଥମେ ଝିଅ ଉପରେ ମା'ର ଜୀବନ ଯାଇଛି। ଝିଅର ବାପାଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ଶୁଭରଞ୍ଜନ ଲେଙ୍କାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ଖିଅ ବାହାର କରୁଛି। ଏପଟେ ଯୌତୁକ ପାଇଁ ଶାରୀରିକ ମାନସିକ ନିର୍ଯାତନା ସହ ଝିଅକୁ ମାରପିଟ୍ ଶାଶୁଘର ଲୋକେ କରୁଥିଲେ ବୋଲି ଝିଅ ବାପାଘର ଲୋକଙ୍କ ଅଭିଯୋଗକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି। ବିଭୁରଞ୍ଜନ ମହାନ୍ତି ମୁଁ ତାଙ୍କ ବାପା। ଆଜ୍ଞା ବର୍ଷେ ହେଇନି, ଆଉ 10 ତାରିଖରେ ବର୍ଷେ ହେବ। ଆଉ ଯୋଇ ମଦ ପିଏ ଆମେ ଜାଣିନଥିଲୁ, ଗାଁ ଲୋକ ସମସ୍ତେ ଆଉ ସେ ମଦ ପିଏ ଆମେ ଜାଣିନଥିଲୁ। ଆମେ କହିଲୁ ମା ପୁଅ ଭଲରେ ରହିବ ଇଏ ହବ। ତାପରେ ଆମେ ଝିଅଟିକି ବାହାଘର କଲୁ। ତାପରେ ଝିଅକୁ କହିଲା ତୋ ବାପା କହ 2 ଲକ୍ଷ ଟଙ୍କା ଦବ, ମୁଁ ଗୋଟେ ଗାଡି କିଣିବି। ଝିଅ କହିଲା ବାପା କୋଉଠୁ ଆଣିବ ପଇସା, ଏଇ ସକାଶେ ତାକୁ ବାଡେଇଲା। ତାପରେ ମୋ ଭଣଜା ମୋ ଭାଣିଜୀ ମୋ ସ୍ତ୍ରୀ ଆସିକି ତାଙ୍କ ଘରେ ବସିଲା ବେଳକୁ ତା ପୁଅର ମାମୁଁ 2 ମାମୁଁ ତା ପୁଅର ଆଈ ଶାଶୁ ଆଈ ମା ସବୁ ଆସିକି ତାଙ୍କ ଘରେ ପହଞ୍ଚିକିରି ଡିସାଇଡ୍ କଲା ପରେ କହିଲେ ତମ ଝିଅର କିଛି ହବ ନାହିଁ, ଆମେ ଗ୍ୟାରେଣ୍ଟି ଦଉଛୁ। ଆଗରୁ ଆଜ୍ଞା ଝଗଡ଼ା ଝାଟି ହେଇଥିଲା, ଆମେ ମିଳାମିଶି କରିଦେଇଥିଲୁ, ସେ ହେଇଥିଲା। ତାପରେ ଆମେ ପୁଅ ତରଫରୁ ଫୋନ କିଛି ପାଇଲୁ, ଅଲଗା ଲୋକଠୁ ଆମେ ଫୋନ ରିସିଭ୍ କଲୁ। କହିଲେ ତମ ଝିଅ ପୋଡ଼ି ଦେଇଛନ୍ତି, ଆଉ ତମେ ଯେତେ ଶୀଘ୍ର ଯାଅ ଆଚଲା। ନା ଆଜ୍ଞା ଆମେ ଭାବୁଛୁ ଝିଅକୁ ପୋଡ଼ି ଦେଇଛନ୍ତି। ସବୁବେଳେ ଯୌତୁକ ନିର୍ଯାତନା ଦଉଥିଲେ ପୋଡ଼ି ଦେଇଛନ୍ତି। ସବୁବେଳେ ନାଇଁ ଆଜ୍ଞା, ନାତୁଣୀ ବି ପଳେଇ ଯାଇଛି, ଝିଅ ବି ପଳେଇ ଯାଇଛି। ମୋ ନାଁ ସୁଜାତା ଦାସ, ମୁଁ ଝିଅର ମାଉସୀ। ଆମ ଝିଅକୁ ପୋଡ଼ିକି ମାରି ଦେଇଛନ୍ତି। ଶ୍ୱଶୁର ଘର ଲୋକ, ଶାଶୁ ଆଉ ସ୍ୱାମୀ ସମସ୍ତେ ପୋଡ଼ିକି ମାରି ଦେଇଛନ୍ତି। ତାକୁ ପୋଡ଼ିକି ମାରିକି ମେଡିକାଲ ବି ଆଣିକି ଆମକୁ ବି କିଛି ଖବର ବି ଦେଇନାହାନ୍ତି। ଆମ ଝିଅର ହେଇଛି, ଆମେ ଶୁଣିଲୁ ତାକୁ ସାହି ପଡ଼ିଶା ଲୋକଠୁ ଝଗଡ଼ା ଏମିତି ତାଙ୍କର ହୁଏ। ମଦ ଖାଇକି ଆସି ସେ ଟୋକା ଆସି ବାଡାବାଡି କରେ। ଝିଅର ସ୍ୱାମୀ ଯିଏ ଆସି ବାଡାବାଡି କରିବ, ପୁଣି ଆହୁରି ଲକ୍ଷେ ଟଙ୍କା ଯୌତୁକ ନେଇକି ନ ଆସିଲେ ତତେ ଝିଅଟା ଆମେ ମାରିଦେବୁ, ଏମିତି କହିକି ସତ ମାରିକି ଦେଲେ ତାକୁ। ଯୌତୁକ ପାଇଁ ନିର୍ଯାତନା ଓ ଜୀବନ ଯିବା ସରକାରଙ୍କ ଯୌତୁକ ନିର୍ଯାତନା ସଚେତନତାକୁ ଉପହାସ କରୁଛି। ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବା କଥା, ଯୌତୁକ ନିର୍ଯାତନା ଅଭିଯୋଗ ଯଦି ସତ ଥାଏ, ଏ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ। ଜଗତପୁର थाना अंतर्गत आतोड़ा गाँव में गोटे माने दुखद घटना घटी गतकाली। सुचिस्मिता महांती बोलिकी जड़े 20 वर्षर लेडी जे कि गत डिसेम्बर 2023 रे मैरेज करते गोटे 3 मासर झी अच्छी गोटे पारिवारिक कलह को लेकिन से घरे कबाट बंद कर भितर निज देह किरोसिन ढाली पड़े और से द्वारा बॉडी पाखापाखि 90 भाग जली जाता। गतकाली से सद्गुरु हॉस्पिटल को आनला से छोट छुआर मृत्यु हो जाता और आज सुचिस्मिता मृत्यु होती। सुचिस्मिता माँ जी अच्छा रश्मिता महांती रिपोर्ट उपर आमर जगतपुर थाना 615/2024 गोटे
केस रुजु करा जायछि आ से केस रे आमे तांकर हस्बैंड सुचिस्मिता शुभरंजन लेंका को आमे थाना रे अटक करी पचरा पचरी करूछि हम साइंटिफिक टीम मध्य घटनास्थल परिदर्शन करिवे एवं आमे केस तदंत जारी रखिछि। एभली अभावनीय घटना सालेपुर चर्चार केन्द्रबिंदु पलटि मृत झीर परिवार तांको न्याय मिलवाकू पुलिस प्रशासन और सरकार को निवेदन करिसेंती। देखा जाऊ मृत महिला परिवार को न्याय मिलुछि ना एमिति यौतुक जुईरे यौतुक निर्यातना देउथबा राक्षस प्रमाण चली जाउछि। एभली घटना पई अभियुक्तंकु कठोर दंड पाई साधारण दाबी हेउछि। रश्मिता महांती मो झिया मो बड़ झिया केते वर्ष हेलान बाहर कौन है 10 तारीख वर्ष मो झिया ट्रेन जार करथली सुझी नहीं पैसा आज पर्यंत मो झिया पुणी मधु पड़ी जाएगी मला की कष्ट रे देखुथि आपण मो झिया के न्याय के मिलू सासु को मो झिया मरि गला जी मो सासु तारी सासु मो झिया को मारी देला आगुर किछ हेतला पटन किछ एमते जणा पड़तला के ओ से जोई मद पियंती टिके से झगड़ा लागे मागुतले लक्ष टका जौतुक मागुतले जोई कहले गाड़ी आनिलु तो बापा मुदा पाखो बुढ़ा लोक गाड़ी चले जे हम फास्ट छियो के पैसे दिले कोडी गाड़ी दे देबा से सब भाई हमर के गाड़ी देलु नहीं डालु कटक जिला सालेपुर रघुनाथ पात्रंक रिपोर्ट खबर टुडे।